ପିଲାମାନେ ଚତୁର୍ଥ ଶ୍ରେଣୀ ଗଣିତ ବହିର ଦ୍ୱିତୀୟ ଅଧ୍ୟାୟ ଆଜି ପଢ଼ିବା। ବିଷୟ କ'ଣ ରହିଲା? କୋଣ ଏବଂ କୋଣର ବିଭାଗୀକରଣ କରିବା। ତ ପ୍ରଥମେ ବୁଝି ନେବା ଯେ କୋଣ କ'ଣ। ପିଲାମାନେ ପୂର୍ବ କ୍ଲାସରେ ଆମେ କ'ଣ ପଢ଼ିଥିଲେ? ପିଲାମାନେ ପୂର୍ବ କ୍ଲାସରେ ଆମେ କ'ଣ ପଢ଼ିଥିଲେ? ରେଖାଖଣ୍ଡ ରଶ୍ମି ଗୁଡ଼ା ସବୁ ପଢ଼ିଥିଲେ। ତ ମନେ ରଖ, ସବୁଠୁ କମ୍ରେ ଦୁଇଟା ରେଖାଖଣ୍ଡ ବା ରଶ୍ମି ମିଶିଲେ ଯାହା ହେବ ଗୋଟେ କୋଣ ହେବ। ଏଇଟା ଗୋଟେ ରେଖାଖଣ୍ଡ, ଏଇଟା ଗୋଟେ ରେଖାଖଣ୍ଡ। ତ ଏଇ ଯେଉଁ ଜିନିଷଟା ରହିଲା, ଏଇ ଯେଉଁ ଜିନିଷଟା ବନିଲା, ୟାକୁ କୁହାହେବ କୋଣ। କୋଣ ଏମିତି ବି ହେଇପାରେ, ଇଏ ହେଲା କୋଣ। କୋଣ ଏମିତି ବି ହେଇପାରେ, ଇଏ ହେଲା କୋଣ। ଏଇ ଯେଉଁ ଜିନିଷଟା, ଏଇଟା ହେଲା କୋଣ, ଏଇଟା ହେଲା କୋଣ, ଏଇଟା ହେଲା କୋଣ। ତାପରେ ବୁଝିବା ଯେ କୋଣ କେତେ ପ୍ରକାରର। ପିଲାମାନେ ମନେ ରଖ, କୋଣ ହେଲା 3 ପ୍ରକାରର। କ'ଣ କ'ଣ? ଗୋଟେ କୋଣ ହେଲା ସୂକ୍ଷ୍ମ କୋଣ, ଗୋଟେ କୋଣ ହେଲା ସମକୋଣ, ଆଉ ଗୋଟେ ହେଲା ସ୍ଥୂଳ କୋଣ। ପ୍ରଥମେ ବୁଝିନିଅ ଯେ କେଉଁ କୋଣଟା କେମିତି, ତାପରେ କେମିତି ମାପିବା ସେଇଟା ଆମେ ବୁଝିବା। ସୂକ୍ଷ୍ମ କୋଣ କାହାକୁ କହିବା? ଯେଉଁ କୋଣର ମାପ 90 ଡିଗ୍ରୀରୁ କମ୍ ତାକୁ କୁହାହେବ ସୂକ୍ଷ୍ମ କୋଣ। ଆଉ ଥରେ କହିଦେଉଛି, ଯେଉଁ କୋଣର ମାପ 90 ଡିଗ୍ରୀରୁ କମ୍ ତାକୁ କୁହାହେବ ସୂକ୍ଷ୍ମ କୋଣ। ସମକୋଣ କାହାକୁ କୁହାହେବ? ଯେଉଁ କୋଣର ମାପ 90 ଡିଗ୍ରୀ, ପୁରା ସମାନ 90 ଡିଗ୍ରୀ, ତାକୁ କୁହାହେବ ସମକୋଣ। ଆଉ ଗୋଟେ କୋଣ ବଳିଲା? ସ୍ଥୂଳ କୋଣ। ସ୍ଥୂଳ କୋଣ କାହାକୁ କହିବା? ଯେଉଁ କୋଣର ମାପ 90 ଡିଗ୍ରୀରୁ ଅଧିକା, ମାନେ ଏମିତି ହେଇପାରେ। ଏଇଟା କେତେ ଡିଗ୍ରୀ ହେବ, କେମିତି ମାପା ହେବ ମୁଁ ପରେ କହିବି। ପିଲାମାନେ ବର୍ତ୍ତମାନ ଆମେ ଶିଖିବା ଯେ କୋଣ କେମିତି ମାପା ହେବ। କୋଣ ମାପିବା ପାଇଁ ଗୋଟେ ଜିନିଷ ଅଛି, ତୁମ ଜ୍ୟାମିତି ବାକ୍ସରେ ଥିବ, ଯାହାକୁ କୁହାହେଉଛି ପ୍ରୋଟ୍ରାକ୍ଟର। ପ୍ରୋଟ୍ରାକ୍ଟର ଏଇଟା ଦେଖିପାରୁଥିବ, ଚିତ୍ର ଦେଖାଯାଉଥିବ ତୁମକୁ। ଏଇ ଜିନିଷଟା ହେଲା 0 ଡିଗ୍ରୀ। ଧର ଗାର ଏଇଠୁ, ଧର ତୁମ ଗାର ଏମିତି ଅଛି, ହେଲା 0 ଡିଗ୍ରୀ। ତ ଏମିତି ଏଇଟା ବଢ଼ି ଏଇଟା ହେଇଗଲା ତୁମର 90 ଡିଗ୍ରୀ, ଲେଖା ହେଇଛି 90। ଏଇଟା ହେଲା 180 ଡିଗ୍ରୀ। ତ ଏକୁ ମାପିବା କେମିତି? ଏଇଟା ଲେଖା ହେଇଛି 0, ଏଇଟା ଲେଖା ହେଇଛି 10, ଏଇଟା ଲେଖା ହେଇଛି 20। ତ ଏମିତି ଚାଲିବ। ଏ ଗୋଟେ ଗାର 10 ଡିଗ୍ରୀର, ଇଏ ଗୋଟେ ଗାର, ତା ଉପରେ ଗୋଟେ ଗାର 10 ଡିଗ୍ରୀ, ଇଏ ହେଲା 20 ଡିଗ୍ରୀ, ଇଏ ହେଲା 30 ଡିଗ୍ରୀ, ଇଏ ହେଲା 40 ଡିଗ୍ରୀ, ହେଲା 50 ଡିଗ୍ରୀ, ଏଇଟା ହେଲା 90 ଡିଗ୍ରୀ। ସେମିତି ପୁଣି 100 ଡିଗ୍ରୀ, 110 ଡିଗ୍ରୀ, 120 ଡିଗ୍ରୀ, ଏମିତି ହେଇ ଟୋଟାଲ୍ 180 ଡିଗ୍ରୀ। କୋଣ ତୁମର ଏପଟୁ ବି ଧରାଯାଇପାରେ। କୋଣ ଏପଟୁ ବି ଧରାଯାଇପାରେ। ଯେତେବେଳେ ଏପଟୁ ଧରିବ, ଇଏ ହେଲା 0 ଡିଗ୍ରୀ, ଇଏ ହେଲା 10 ଡିଗ୍ରୀ, ଇଏ ହେଲା 20 ଡିଗ୍ରୀ, ଇଏ ହେଲା 30 ଡିଗ୍ରୀ, ଇଏ ହେଲା 40 ଡିଗ୍ରୀ, ଏମିତି ଚାଲିଲା। ପୁଣି ଏପଟେ 90 ଡିଗ୍ରୀ, ପୁଣି ଏପଟେ ହେଇଗଲା ବେଳକୁ ଇଏ ହେଇଯିବ କେତେ ଡିଗ୍ରୀ ପିଲେ? 180 ଡିଗ୍ରୀ। ବୁଝିପାରିଲ? ଏବେ ଟିକେ ପ୍ରଶ୍ନାବଳୀ ଆଡ଼କୁ ଯିବା। ଏଇଟା ହେଲା ପିଲେ ତୁମର ପ୍ରଶ୍ନାବଳୀ। 12 ନମ୍ବର ପ୍ରଶ୍ନ ଆମେ ଧରିବା। ଏଇଟା କି ପ୍ରକାର କୋଣ ହେବ? କମ୍ପାସ ଯେଉଁ ଅଛି, କମ୍ପାସରେ କି ପ୍ରକାର କୋଣ ହେବ? ଯଦି ଆମେ ଦେଖିବା, ଏଇଟା 90 ଡିଗ୍ରୀରୁ କମ୍ ହେବ, ଏଇଟା ହେଲା ସୂକ୍ଷ୍ମ କୋଣ। ଏଇଟା ଗୋଟେ କୋଣ ଦେଇଛି, ଏଇଟା କି କୋଣ ହେବ? ଏଇଟା 90 ଡିଗ୍ରୀ ହେବ, ଏଇଟା କ'ଣ ହେବ? ସମକୋଣ। ତାପରେ ଏପଟକୁ ଟିକେ ଆସିବା,
এইটা কি ପ୍ରକାର କୋଣ? ସୂକ୍ଷ୍ମ କୋଣ 90 ଡିଗ୍ରୀରୁ କମ୍ ଅଛି। এইଟା ପିଲେ କି ପ୍ରକାର କୋଣ ହେବ? କୋଣଟା ଯେହେତୁ ଏମିତି ଅଛି, ଏଇଟା କ'ଣ ହେବ? ଏତିକି ହେଇଥିଲେ ତୁମର 90 ଡିଗ୍ରୀ ହେଇଥାନ୍ତା। ଇଏ 90 ଡିଗ୍ରୀରୁ ଅଧିକା ଅଛି, ଇଏ କ'ଣ ହେବ? ସ୍ଥୂଳ କୋଣ ହେବ। ଆଉ ଟିକେ ଦେଖିଦେବା ପିଲେ ପ୍ରଶ୍ନ କ'ଣ ଅଛି। ଘଣ୍ଟା ପିଲାମାନେ ଘଣ୍ଟା ଟିକେ ପ୍ରଶ୍ନ ଦେଖିଦେବା। ପ୍ରଶ୍ନ କ'ଣ କହୁଛି? ପ୍ରଶ୍ନ କହୁଛି ଘଣ୍ଟା ତଳେ ଥିବା ସମୟକୁ ଘଣ୍ଟା ମିନିଟ୍ ଘଣ୍ଟା ବସାଅ, ଘଣ୍ଟା ଦୁଇଟି ମଧ୍ୟରେ କି ପ୍ରକାର କୋଣ ସୃଷ୍ଟି ହେଉଛି ଲେଖ। ସିଏ କେତେଟା କହିଛି? 3ଟା ଲେଖିବାକୁ କହିଛି। 3ଟା କେମିତି ହେବ? ଘଣ୍ଟା ରହିବ ଏଇଠି, ମିନିଟ୍ ଘଣ୍ଟାଟା ରହିବ ଏଇଠି। ତ କେତେ ଡିଗ୍ରୀ କୋଣ ହେବ? 90 ଡିଗ୍ରୀ। ତାହେଲେ କ'ଣ ହେବ? ସମକୋଣ ହେବ। 4ଟା 30 କେମିତି ହେବ ପିଲେ? ଏଇଠି ପଡ଼ିବ 4ଟା ଘଣ୍ଟା, ଏଇଠି ପଡ଼ିବ ମିନିଟ୍ ଘଣ୍ଟା। ତ 90 ଡିଗ୍ରୀରୁ କ'ଣ ହେବ? ଇଏ ହେଲା ସୂକ୍ଷ୍ମ କୋଣ। 1 ବାଜି 30 ମିନିଟ୍। ଏଇଟା ଧର 1, ଏଇଠି ରହିବ 1:30। 90 ଡିଗ୍ରୀ କେମିତି ହେଇଥାନ୍ତା ପିଲେ? ଏ ତଳୁ ଯଦି ଧରିବା, ଏଇଟା ହେଇଥାନ୍ତା 90 ଡିଗ୍ରୀ, ଇଏ ଆହୁରି ଅଧିକା ହେଇଗଲା, ସେଥିପାଇଁ ଇଏ କ'ଣ ହେବ? ସ୍ଥୂଳ କୋଣ। ତାପରେ କହିଛି କେତେଟା? 11ଟା। 11ଟା ଘଣ୍ଟାରେ କେମିତି ବାଜିବ? ଘଣ୍ଟା ଏଇଠି ରହିବ, ମିନିଟ୍ ଘଣ୍ଟା ଏଇଠି ରହିବ, 90 ଡିଗ୍ରୀରୁ କମ୍ ଅଛି, ସେଥିପାଇଁ ହେଲା ସୂକ୍ଷ୍ମ କୋଣ। 8ଟା ବାଜି 35 ମିନିଟ୍। 8ରେ ରହିଲା ଘଣ୍ଟା, 30, 6ରେ ରହିବ 30, 7ରେ ରହିବ 35। ଇଏ କି କୋଣ ହେବ ପିଲେ? ସୂକ୍ଷ୍ମ କୋଣ। ଆଜି ପାଇଁ ପିଲେ ଏତିକି। ଏସବୁ ପ୍ରଶ୍ନାବଳୀ କର। ଯଦି କିଛି ଡାଉଟ୍ ଆସୁଛି କମେଣ୍ଟ ବକ୍ସରେ ପକାଅ, ଆମେ ଦେଖିବା ପରେ। ଠିକ୍ ଅଛି, ମୁଁ ସବୁ କମେଣ୍ଟ ପଢ଼ିବି, ତାପରେ ତୁମ ଡାଉଟ୍ କ୍ଲିୟର କରିବି। ଧନ୍ୟବାଦ।